ଟାଙ୍ଗିଡ଼ି ବାଜାର ତାଳରେ ଡିଜେ ଗୀତର ନିଶାରେ ରାତିରେ ଝୁମୁଥିଲା। ଛୋଟ ଛୁଆରୁ ବୟସ୍କ ଯାଏ ସମସ୍ତେ ନାଚି ନାଚି ବିଭୋର ହେଉଥିଲେ। ଆଉ ତା ସାଙ୍ଗକୁ ଶୀତୁଆ ରାତିଟା ଧୀରେ ଧୀରେ ମତୁଆଲା ହେଉଥିଲା। ସେଇ ନାଚ ଗୀତ ସହିତ ଗୋଟିଏ ଧଳା କାର୍ ଭିତରେ ସୁନ୍ଦର ଯୁବକ ଜଣେ ବରବେଶରେ ବସିଥାନ୍ତି। ପାଖକୁ ଲାଗି ଜଣେ ବାଳକ ମାର୍କଣ୍ଡି ବସିଥାନ୍ତି। ଅନ୍ୟ ପାର୍ଶ୍ୱରେ ଗୋଟିଏ ତୋରଣ ସଜାଯାଇଛି। ଗୋଟିଏ ପାଖରେ ଲେଖା ହୋଇଛି କ୍ଷୀରୋଦ ସହିତ ସନ୍ତୋଷୀ। ତା ସହିତ ଅନେକ ମହିଳା ପୁରୁଷ ଅପେକ୍ଷା କରିଥାନ୍ତି ବର ଆସିବା ବାଟକୁ। ଏଣେ କିଛି ସମୟ ପରେ କେତେଜଣ ବ୍ୟକ୍ତି ଆସିଲେ ପାରମ୍ପରିକ ରୀତିନୀତିରେ ବରକୁ ପାଛୋଟି ନେବା ପାଇଁ। ବ୍ରାହ୍ମଣର ମନ୍ତ୍ରପାଠ ସ୍ୱର ସହିତ ବରକୁ କନ୍ୟା ପିତା ହାତ ଧରି କାର୍ ଭିତରୁ ପାଛୋଟି ଆଣି ବରଣୀ କଲେ। ମାର୍କଣ୍ଡିକୁ କେହି କାଖେଇ ନେଇଗଲେ। ଆଉ ବରକୁ କିଛି ଯୁବକ ଟେକି ଟେକି ବୋହି ନେଲେ ବିବାହ ମଣ୍ଡପ ନିକଟକୁ। ସେପଟେ ବିବାହ ମଣ୍ଡପଟି ସୁନ୍ଦର ଭାବରେ ସଜା ହୋଇଥାଏ। ଗୋଟିଏ କାନ୍ଥରେ ମଧ୍ୟ ଲେଖା ହୋଇଛି ସନ୍ତୋଷିନୀ ଆଉ କ୍ଷୀରୋଦ। ଯୋଡ଼ି ନାଗରା ତେଲିଙ୍ଗି ବାଜା ଚିତ୍ର ଅଙ୍କା ଯାଇଥିଲା ସୁନ୍ଦର ଭାବରେ। କିଏ କିଏ ସେହି ସଜାଯାଇଥିବା ସ୍ଥାନରେ ବସି ଫଟୋ ଆଉ ସେଲ୍ଫି ନେବାକୁ ଭୁଲୁ ନଥାନ୍ତି। ଆଉ କେହି ବେଲୁନ୍ ସଜେଇ ପରିବେଶକୁ ଅଧିକ ସୁନ୍ଦର କରିବାକୁ ଚେଷ୍ଟା କରୁଥାନ୍ତି। ଅନ୍ୟ ଗୋଟିଏ ପାର୍ଶ୍ୱରେ ଚାଲିଥାଏ ଭୋଜି। ମାଛ, ମାଂସ, ପନିର, ଖଟା, କ୍ଷୀରି ସବୁ ରହିଥାଏ ଅତିଥିଙ୍କ ପାଇଁ। କିଏ ବସିକି ଆଉ କିଏ ଠିଆ ହୋଇ ଭୋଜିର ମଜା ଉଠାଉଥାନ୍ତି। ଯୁବକ, ଯୁବତୀ, ବୟସ୍କ ଏବଂ ପିଲାମାନେ ସମସ୍ତେ ବସି ବରକନ୍ୟାଙ୍କ ବିବାହ ସମୟକୁ ଅପେକ୍ଷା କରିଥାନ୍ତି। ଦର୍ଶକ ବନ୍ଧୁ, ଆପଣମାନେ ଭାବୁଥିବେ ଆମେ କ'ଣ ବାହାଘର ଦେଖିନୁ ଯେ ଆମକୁ ଚ୍ୟାନେଲ ମାଧ୍ୟମରେ ବାହାଘର ଦେଖାଉଛନ୍ତି? ଏ କଥା ଭାବି ଟିକେ ଚିନ୍ତାରେ ପଡ଼ିଥିବେ କି? ଏଠି କ'ଣ ଏମିତି ନୂଆ କଥା ଅଛି ଯେ ଅଯଥାରେ ସବୁ ବଖାଣୁଛନ୍ତି? ହେଲେ ଟିକେ ଧୈର୍ଯ୍ୟ ଧରି ଆମେ ସାଉଁଟିଥିବା ପ୍ରତ୍ୟେକ ଦୃଶ୍ୟକୁ ଆପଣ ଦେଖୁଥାନ୍ତୁ ଓ ଶୁଣୁଥାନ୍ତୁ। ଆଗକୁ ନିଶ୍ଚୟ ଆପଣଙ୍କୁ ଲାଗିବ ଏକ ଆଶ୍ଚର୍ଯ୍ୟ ଓ ମନ ଜିଣିଲା ଭଳି କଥାଟିଏ ଅଛି। ଏହା ଭିତରେ କନ୍ୟାକୁ ଅଣାଗଲା ବିବାହ ମଣ୍ଡପକୁ। କନ୍ୟା ପିତା ଆସି ବସିବା ପରେ ମଣ୍ଡପରେ ବ୍ରାହ୍ମଣ ମନ୍ତ୍ରପାଠ ଆରମ୍ଭ କଲେ। ରୀତିନୀତି ଚାଲିଲା। ବିବାହ ମଣ୍ଡପରେ ସବୁ ଦେବାଦେବୀଙ୍କୁ ସ୍ଥାପନ କରାଯାଇଥାଏ। ବ୍ରାହ୍ମଣ ଦୁଇଜଣ ମନ୍ତ୍ରପାଠ କରିଥାନ୍ତି। ବେଦୀରେ କନ୍ୟା ପିତା ଓ କନ୍ୟା ବସିଥାନ୍ତି। ଗୋଟିଏ ପରେ ଗୋଟିଏ ବିବାହ ପ୍ରକ୍ରିୟା ଚାଲିଥାଏ। କିଛି ସମୟ ପରେ ବର ପିତା ଆଉ ବର ଆସିଲେ ବେଦୀକୁ। ବାହାଘର ନୀତି ପରମ୍ପରା ଅନୁସାରେ ଚାଲିଥାଏ। ଏବେ ଆସିବା ଏହି ବାହାଘରର ଅସଲ କଥାକୁ। ଏହି ବିବାହ ପର୍ବ ଆୟୋଜିତ ହେଉଥାଏ ଜୀବନ ଜ୍ୟୋତି ଆଶ୍ରମରେ। ଏହି ଆଶ୍ରମ ଅନେକ ବର୍ଷ ହେଲା ଭୁବନେଶ୍ୱର ଖଣ୍ଡଗିରି ନିକଟରେ ଠିଆ ହୋଇ ରହିଛି। କିଛି ଅସହାୟ ବାପା ମା ନଥିବା ଅନାଥ ଝିଅଙ୍କର ଆଶ୍ରୟସ୍ଥଳ ପାଲଟିଛି। ଆଜି ଯେଉଁ ଝିଅଟିର ନାମ ଆଶ୍ରମ କାନ୍ଥରେ ସନ୍ତୋଷିନୀ ବୋଲି ଲେଖା ହୋଇଛି, ତାଙ୍କର ଆଜି ବାହାଘର। ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ଗ୍ରାମର କ୍ଷୀରୋଦ ନାମକ ଯୁବକଙ୍କ ସହିତ ହାତଗଣ୍ଠି ପଡ଼ୁଛି। ସନ୍ତୋଷିନୀ ବାପା ମାଙ୍କୁ ହରାଇଥିବା ଝିଅଟିଏ। ଯେତେବେଳେ ସେ ନୂଆ ଦୁନିଆରେ ପାଦ ଥାପିବାକୁ ବାହାରିଲା, ସେତେବେଳେ ବାପା ମା ଚାଲିଗଲେ। ଆଉ ମାମୁଁ ମାଇଁ ପାଖରେ ରହି କିଛି ଦିନ ଜୀବନ ବଞ୍ଚାଇଥିଲା। ହେଲେ ପରେ ଦିନେ ସେହି ଅଭାଗିନୀ ଝିଅଟିକୁ କୁଆଡ଼େ ରାଜଧାନୀର ଅନ୍ଧାରୀ ରାସ୍ତାରେ ଛାଡ଼ିଦେଇ ଆସିଲା ନିଷ୍ଠୁର ମାମୁଁ। ସେହି ରାସ୍ତାରେ ବସି ଅସହାୟ କୁନି ଝିଅ ସନ୍ତୋଷିନୀ କାନ୍ଦୁଥିଲା। ଆଉ ନିଜର ଭବିଷ୍ୟତକୁ ଅନ୍ଧାର ଆଲୋକ ରାସ୍ତା କଡ଼ରେ ଖୋଜୁଥିଲା। ଠିକ୍ ଏତିକି ବେଳେ ତାଙ୍କୁ ଉଦ୍ଧାର କରିଥିଲା ରୁଚିକା ଚାଇଲ୍ଡ ଲାଇନ୍। ତାପରେ ଆଣି ଏହି ଜୀବନ ଜ୍ୟୋତି ଆଶ୍ରମରେ ଛାଡ଼ି ଦେଇଥିଲେ ତାଙ୍କୁ। ହେଲେ ଏସବୁ ଘଟଣା ଯେମିତି ଆହୁରି ଟାଣ କରିଦେଇଥିଲା ଛୋଟ ପିଲାଟିକୁ। ସବୁ ଭୁଲି ସଂଘର୍ଷ କରି ସନ୍ତୋଷିନୀ ପାଠ ପଢ଼ିଲେ ଆଉ ଚାକିରି ବି କଲେ। ଏହି ଜୀବନ ସଂଘର୍ଷ ଭିତରେ ସ୍ୱପ୍ନର ରାଜକୁମାର କ୍ଷୀରୋଦ ଆସି ତାଙ୍କୁ ନିଜ ପତ୍ନୀ ଭାବରେ ଗ୍ରହଣ କରିଛନ୍ତି। ମଥାରେ ସିନ୍ଦୁର ପିନ୍ଧାଇଛନ୍ତି। ଜଣେ ଆଶ୍ରମ ଅନ୍ତେବାସୀ ଝିଅ ପାଇଁ ଯାହା ସ୍ୱପ୍ନରେ ବି ଭାବିନଥିଲା, ତାକୁ ମିଳିଯାଇଛି ସେସବୁ। ଖାଲି କ'ଣ ସେତିକି? ପ୍ରଶାନ୍ତ କୁମାର ପଣ୍ଡା ବାପା ଓ ଗୀତାଞ୍ଜଳି ପଣ୍ଡା ମା ଭୂମିକା ନେଇ ସନ୍ତୋଷିନୀଙ୍କ କନ୍ୟାଦାନ କରିଛନ୍ତି। ନିଜ ଝିଅକୁ ଯେମିତି ଦେବା କଥା ସେମିତି ସବୁ ଜିନିଷପତ୍ର ଦେଇଛନ୍ତି। ସୁନା ଗହଣା, ଖଟ, ପଲଙ୍କ ସମସ୍ତ ଆସବାବପତ୍ର ଦେଇ ବାହାଘର କରିଛନ୍ତି। ଏମିତି ହୃଦୟବାନ ମଣିଷ ଆଜିର ଦୁନିଆରେ ମିଳିବେ କେଉଁଠୁ? ପୁଣି ଅନେକ ସୁହୃଦୟ ବ୍ୟକ୍ତି, ବଦାନ୍ୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇଥିଲେ ଏହି ବାହାଘରରେ। ସନ୍ତୋଷିନୀଙ୍କର ବାପା ମା ନଥିଲେ, ଆଉ ସେ ନିଷ୍ଠୁର ମାମୁଁ ମାଇଁ ଏମିତି ରାସ୍ତାରେ ଛାଡ଼ି ଦେଇଥିଲେ ତାକୁ। ହେଲେ ଈଶ୍ୱର ପରା ସମସ୍ତଙ୍କ ପାଇଁ ବ୍ୟବସ୍ଥା କରିଥାନ୍ତି। ଗୋଟିଏ ରାସ୍ତା ବନ୍ଦ ହୋଇଗଲେ ଆଉ ଗୋଟିଏ ଖୋଲି ଦିଅନ୍ତି।
ତେଣୁ ସନ୍ତୋଷିନୀଙ୍କୁ ପ୍ରଶାନ୍ତ ପଣ୍ଡା ଓ ଗୀତାଞ୍ଜଳି ପଣ୍ଡାଙ୍କ ଭଳି ମହାନ ହୃଦୟ ଥିବା ମା ବାପା ମିଳିଯାଇଛନ୍ତି। ଏମିତିକି ଜଣେ ନୁହେଁ ଅନେକ ଲୋକଙ୍କ ସାହାଯ୍ୟ ସହଯୋଗରେ ତାଙ୍କ ବାହାଘର ଖୁବ୍ ଭଲରେ ଧୁମଧାମରେ ହୋଇଛି। ଫୁଲ ଫୁଲରେ ବରକନ୍ୟାଙ୍କୁ ଆଶୀର୍ବାଦ କରିବା ସହିତ ଖୁସିରେ ଶାଶୁ ଘରକୁ ସନ୍ତୋଷିନୀଙ୍କୁ ବିଦା କରିଛନ୍ତି ଆଶ୍ରମ ଅନ୍ତେବାସୀ। ଯେଉଁମାନେ ଚାହୁଁଛନ୍ତି ଯେ ମ୍ୟାରେଜ୍ କରିବା ପାଇଁ ସେମାନେ ବି ଚାହିଁଲେ ଆପଣଙ୍କ ପସନ୍ଦ ଅନୁଯାୟୀ ମ୍ୟାରେଜ୍ କରିପାରିବେ। ସେମାନେ ଚାହୁଁଛନ୍ତି ସେମାନେ ମାନେ ତାଙ୍କ ହୃଦୟ ଉଦାର ରଖନ୍ତୁ। ଏଭଳିଆ ଯଦି ଚାହିଁବେ ମ୍ୟାରେଜ୍ କରିବା ପାଇଁ ମ୍ୟାରେଜ୍ କରିପାରିବେ। ଏଭଳିଆ ମାନେ ଆଡ଼ମ୍ବରରେ ଯେଉଁଭଳିଆ ହବ ସେଇଟା ଭାବିନଥିଲି। ସେଇଟା ଦେଖିକି ବହୁତ ଖୁସି ବି ଲାଗୁଛି। ସେଇଟା ବି ଗୋଟେ ନୂଆ ଧରଣର ଗୋଟେ ଏକ୍ସପିରିଏନ୍ସ ଯେଉଁ କହନ୍ତି ସେଇଟା ବି ହେଲା, ଗୋଟେ ନୂଆ ଜିନିଷ ବି ଜାଣିବାକୁ ମିଳିଲା। ସେଥିପାଇଁ ବହୁତ ଖୁସି ବି ଲାଗୁଛି। ହଁ, ଜୀବନ ଜ୍ୟୋତି ଆଶ୍ରମ ସମସ୍ତ ବୃନ୍ଦ ଯିଏ ଅଛନ୍ତି ସମସ୍ତଙ୍କୁ ଧନ୍ୟବାଦ। ଆଉ କନ୍ୟାଦାନ କରିବା ତାଠାରୁ ଆଉ ପୁଣ୍ୟ କାମ କିଛି ନାହିଁ। ଆଉ ବହୁତ ଭଲ ଲାଗିଲା, ପରିବେଶ ବି ବଢ଼ିଆ, ସବୁ ସମସ୍ତେ ଭଲ ଖୋଜନ୍ତି। ଆମେ ଭଲ କ୍ୟାଣ୍ଡିଡେଟ୍ ଯଦି ଏଠୁ ପାଇଲୁ ଆଉ ଆଠୁ ବୋଳିକିରି ଆଉ ବଡ଼ କଥା କ'ଣ। ଆଜିକାଲି ଦୁନିଆରେ ଯଦି ହାଇଫାଇ ସୋସାଇଟିରୁ ଗୋଟେ ଝିଅଟେ ଯାଏ, ସିଏ ଘର ମେଣ୍ଟେନ୍ କରିବା ବୋଧେ ମୁଁ ଭାବୁଛି ବହୁତ କମ୍। ତେଣୁ ଏଠୁ ଗଲେ ସିଏ ଏଇ ପରିବେଶରେ ଯେ ରହିଛନ୍ତି, କାମ ଦାମ ଘର କେମିତିକା ଇଏ କରିବେ, ମେଣ୍ଟେନ୍ କରିବା, ସିଏ ବହୁତ ଜଣା। ଆମକୁ ଫିଲ୍ କଲୁ, ଆମେ ଷ୍ଟେପ୍ ନେଲୁ। ନା, ମୁଁ ଏମିତି ତ କେବେ ଭାବିନଥିଲି। ଆଉ ମୁଁ ଆଜି ବହୁତ ଖୁସି, ଆଉ ମୁଁ ସମସ୍ତଙ୍କ ଉପରେ ବହୁତ ଖୁସି। ମୁଁ ଏହା କହିବାକୁ ଚାହୁଁଛି କି ସମସ୍ତଙ୍କ ଉପରେ ମୁଁ ବହୁତ ଖୁସି। ଆଉ ଯେଉଁ ମା ବାପା ମୋତେ ଝିଅ ହିସାବରେ ଗ୍ରହଣ କରିଛନ୍ତି, ମୁଁ ତାକୁ ବହୁତ ବହୁତ ଖୁସି ଦେଉଛି। ମୁଁ ବାପା ମା ନଥିବାରୁ ମାମୁଁ ମାଇଁ ଆଣିକି ଛାଡ଼ି ଦେଇଥିଲେ ଭୁବନେଶ୍ୱରରେ। ତ ମୋତେ ରେସ୍କ୍ୟୁ ଗଲେ, ପୋଲିସ ରେସ୍କ୍ୟୁ କରିକି ମୋତେ ଆଣିକି ଛାଡ଼ିଛନ୍ତି ଜୀବନ ଜ୍ୟୋତି ଆଶ୍ରମରେ। ଏଇଠି ମୁଁ ପାଠ ପଢ଼ିଲି, ଏଇଠି ଜବ୍ କଲି। ଆଉ ମୁଁ ହାଇଦ୍ରାବାଦରେ ହିଁ ଜବ୍ କରିଥିଲି। ଆଉ ଯେବେ ମୁଁ ମ୍ୟାରେଜ୍ ପାଇଁ ଶୁଣିଲି ତ ମୁଁ ରିସେଣ୍ଟଲି ଛାଡ଼ିକି ମୁଁ ମ୍ୟାରେଜ୍ ପାଇଁ ପ୍ରସ୍ତୁତ ହେଇଥିଲି। ନାଇଁ, ପ୍ରଥମ କଥା ହେଉଛି ଆପଣ ବି ଜାଣିଛନ୍ତି ମୁଁ ଆ ପୂର୍ବରୁ ଭାଇର ଚରିତ୍ରରେ ଥିଲି ଏବଂ ଯେତେବେଳେ ଆସିଲି ମୋତେ ବହୁତ ଭଲ ଲାଗିଥିଲା। ଏଇ ଯେଉଁ ମାହୋଲ ମୋତେ ବହୁତ ଭଲ ଲାଗିଥିଲା। ମୁଁ ସ୍ପେସିଫିକ୍ ମୋତେ ବହୁତ ଖୁସି ଲାଗିଥିଲା। ତେଣୁ ଏଥର ଯେତେବେଳେ ମୋତେ ପିତାର ଭୂମିକା ପାଇଁ ସମସ୍ତେ ପ୍ରେସର କଲେ, ସମସ୍ତେ କହିଲେ କି ଆପଣ ଏଥର କନ୍ୟାଦାନ କରନ୍ତୁ, ତ ଆମେ ଖୁସି ଖୁସି ଏଟାକୁ ଆକ୍ସେପ୍ଟ କରି ନେଇଥିଲୁ। କାରଣ ସେଇ ଯେଉଁ ଖୁସିଟା ଆମେ ସେଠି ଯେତେବେଳେ ନେଇଥିଲୁ, ଆଉ ଟିକେ ତାଠୁ ଅଧିକା ଖୁସି ନେବା ପାଇଁ ଚେଷ୍ଟା କଲୁ। ସେଥିପାଇଁ ମୁଁ ପିତାର ଦାୟିତ୍ୱ ନେଇଛି ଏଥର। ମନ ଯଦି ଆପଣଙ୍କର ମାନେ ହୃଦୟ ଯଦି ଆପଣଙ୍କର ପୁରା ପବିତ୍ର ଅଛି, ମନ ଯଦି ଆପଣଙ୍କର କ୍ଲିୟର ଅଛି, ଏଗୁଡ଼ା କୌଣସି ଚ୍ୟାଲେଞ୍ଜ ନୁହଁ। ଆପଣ ଏଟାକୁ ଆରାମସେ କରିପାରିବେ, କିଛି ଚ୍ୟାଲେଞ୍ଜର କଥା ନାହିଁ। ଆପଣଙ୍କର ଯଦି ମାନେ ଭଲ ପାଇବା ଅଛି କାମଟିକୁ, ତେଣୁ ଆପଣ ଆରାମସେ କରିବେ, ସେଥିରେ କଷ୍ଟ ଆସେନି। ତେଣୁ ମୋତେ ଏଥିରେ କୌଣସି ପ୍ରକାର କଷ୍ଟ ହେଇନି। କନ୍ୟାଦାନ କରିବାର ମାନସିକତା ମାନେ ଯେତେବେଳେ କନ୍ୟାଦାନ କରିବାର ସୁଯୋଗ ଆସିଲା, ତେଣୁ ଆମେ ସେ ସୁଯୋଗଟାକୁ ଆକ୍ସେପ୍ଟ କରିବା ପାଇଁ ଚାହିଁଲୁ। ଆଉ ଦ୍ୱିତୀୟରେ ଖର୍ଚ୍ଚ ବାର୍ଚ୍ଚ ସେଇଟା ତ ଉପରବାଲାର କଥା, ସେଟା ଆମେମାନେ କେବେ ସେଟାକୁ ପ୍ରକାଶ କରିପାରିବା। ଏଠି ଅତି ଗୋଟେ ପବିତ୍ର ଭୂମିକା ଥିଲା, ଏଟା ହଉଛି ମାର ଭୂମିକା। ବହୁତ ଖୁସିର ସହ ଏଟାକୁ ଆପଣେଇଛି, ଆନ୍ତରିକତା ସହ ବହୁତ ଖୁସିର ସହ ଆପଣେଇଛି। ଏଟା ଭାଗ୍ୟରେ ଥିଲେ ସୁଯୋଗ ଆସେ, ମତେ ସେଇ ସୁଯୋଗ ଠାକୁର ଦେଇଛନ୍ତି, ମୁଁ କୃତଜ୍ଞ। ଜୀବନ ଜ୍ୟୋତି ଆଶ୍ରମକୁ ବହୁତ ଦିନ ଆଗରୁ ଆସିଛୁ, ଏମିତି ଛୋଟ ବଡ଼ ବହୁତ କାମରେ ବି ମିଶିଛୁ, ଭାରି ଖୁସି ଲାଗେ। ତେଣୁ ଆଉ ଗୋଟେ ବଡ଼ ସୁଯୋଗ ଆସିଲା, ମାର ସୁଯୋଗ, ଆଉ ବହୁତ ଖୁସି ଲାଗୁଛି। ଏଇ ଯୋଉ ଖୁସିଟା ସେଟା ସମସ୍ତେ ଫିଲ୍ କରିପାରିବନି, ସେଟା ମତେ ଭଲ ଲାଗେ, ମୋ ସ୍ୱାମୀକି ବି ବହୁତ ଭଲ ଲାଗେ। ଆଶ୍ରମରେ ରହୁଥିବା ଝିଅଟି ଭଲ ଘର ଆଉ ଭଲ ବର ପାଇଲା, ସେଥିଲାଗି ସମସ୍ତେ ଖୁସି। ଆପଣମାନେ ସମସ୍ତେ ଏଇଭଳି ପଦକ୍ଷେପ ନିଅନ୍ତୁ, ଏଇଭଳି ଅନ୍ତେବାସୀର ଝିଅଟିକୁ ନିଜ ଘରକୁ ବୋହୂ କରି ନିଅନ୍ତୁ। ଆଉ ଏ ସମାଜ ହସି ଉଠିବାରେ ଆପଣମାନଙ୍କର ସହଯୋଗ ଏକାନ୍ତ କାମ୍ୟ। ଭୁବନେଶ୍ୱରରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।